ପ୍ରାର୍ଥନା ଜୁନ୍ 21, 1914। ଦର୍ପଣ ପରି ହେବାକୁ ହେବ, ପ୍ରତିଫଳନ କରିବାକୁ ହେବ ଓ ସେଇ ସଙ୍ଗେ ସଙ୍ଗେ ସମ୍ପୂର୍ଣ୍ଣ ନିର୍ମଳ ରଖିବାକୁ ହେବ। ଦୃଷ୍ଟି ରଖିବାକୁ ହେବ ଯୁଗପତ୍ ବାହାର ଓ ଭିତରର ବସ୍ତୁ ଉପରେ। ଏକ ଦିଗରେ ପ୍ରକାଶର ପରିଣତି ଓ ଅନ୍ୟ ଦିଗରେ ପ୍ରକାଶର ଉତ୍ସ ଉଭୟ ଉପରେ। ଦେଖିବାକୁ ହେବ କାର୍ଯ୍ୟ ଓ ପରିଣତି ସବୁ ଯେପରି ସେମାନଙ୍କର କାରଣ ଭାଗବତ ଏଷଣାର ସମ୍ମୁଖରେ ଉପସ୍ଥାପିତ ହୁଅନ୍ତି ଏବଂ ତହିଁ ସଙ୍ଗେ ସଙ୍ଗେ ସେହି ଭଗବତ ସଂକଳ୍ପର ସଂସିଦ୍ଧିମୂଳକ କର୍ମରେ ପରିଣତ ହୁଅନ୍ତି। ମନୁଷ୍ୟର କର୍ତ୍ତବ୍ୟ ହେଲା ଏହିପରି ହେବା। ଦୁଇଟି ଭାବକୁ ମିଳାଇ ଧରିବାକୁ ହେବ। ଗୋଟିଏ ଦିଗରେ ନିଷ୍କ୍ରିୟ ଭାବରେ ଗ୍ରହଣ କରିଯିବା ଓ ଅନ୍ୟ ଦିଗରେ ସକ୍ରିୟ ଭାବରେ ସଂସିଦ୍ଧ କରି ଚାଲିବା। ଠିକ୍ ଏହା ହିଁ ହେଉଛି ସବୁଠାରୁ କଠିନ କାର୍ଯ୍ୟ। ଭଗବାନ ଆମଠାରୁ ତୁ ଠିକ୍ ଏହା ହିଁ ଚାହୁଁ। ତେବେ ତୁ ଯେତେବେଳେ ଚାହୁଁଛୁ ସେତେବେଳେ ନିଃସନ୍ଦେହ ଭାବରେ ସିଦ୍ଧିର ଉପାୟ ମଧ୍ୟ ତୁ ଆମକୁ ଆଣିଦେବୁ। ଯାହା ହେବା ଉଚିତ ତାହା ଏପରି ସମୁଜ୍ଜ୍ୱଳ ଭାବରେ ହେବ ଯାହା ମୋ କଳ୍ପନାରେ ବି ଆସିପାରେ ନାହିଁ। ଭଗବାନ ତୋର ପ୍ରେମ ଯେପରି ବିଶ୍ୱ ପ୍ରକାଶ ମଧ୍ୟରେ କ୍ରମେ ଅଧିକାଧିକ ପ୍ରସାରିତ ହୋଇ ଚାଲେ, ପ୍ରତିନିୟତ ଯେପରି ମହତ୍ତର, ଗଭୀରତର ଓ ବୃହତ୍ତର ହୋଇ ଉଠେ। ମା